ଆପଣମାନେ ଜାଣିଛନ୍ତି ଆମ ଓଡ଼ିଆ ସିନେମାରେ ଅପରାଜିତା ମହାନ୍ତି, ରଚନା ବାନାର୍ଜୀଙ୍କ ଠାରୁ ଆରମ୍ଭ କରିକି ଶିବାନୀ ସଙ୍ଗୀତା, ଭୂମିକା ଦାସଙ୍କ ଭଳି ଅନେକ ଅଭିନେତ୍ରୀ ଅଛନ୍ତି। ଏଥିମଧ୍ୟରୁ କେତେଜଣ ଅଭିନେତ୍ରୀ ଭାବେ ଅଭିନୟ କରୁନଥିବା ବେଳେ ଆଉ କେତେଜଣ ଏବେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଛନ୍ତି। ତେବେ ଚାଲନ୍ତୁ ଆଜି ଜାଣିବା ଆମ ଓଡ଼ିଆ ସିନେମାରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀମାନଙ୍କ ବୟସ ସମ୍ପର୍କରେ। ହ୍ୟାଲୋ, ହାଏ, ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି କଥା ହେବା ଆମ ଓଡ଼ିଆ ସିନେମାର ସମସ୍ତ ପୁରୁଣା ନୂଆ ଅଭିନେତ୍ରୀମାନଙ୍କ ବୟସ ସମ୍ପର୍କରେ। ଅଭିନେତ୍ରୀ ଅପରାଜିତା ମହାନ୍ତି। 15 ମେ 1965 ମସିହାରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 60 ବର୍ଷ ବୟସ ହୋଇଛି। 1980 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ସୀତା ଲବକୁଶ ହେଉଛି ଅପରାଜିତା ମହାନ୍ତିଙ୍କ ପ୍ରଥମ ଓଡ଼ିଆ ସିନେମା। 1987 ମସିହାରେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ସେ ବିବାହ କରିଥିଲେ। ବିବାହ ବେଳକୁ ଅପରାଜିତା ମହାନ୍ତିଙ୍କୁ ମାତ୍ର 22 ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀ ରଚନା ବାନାର୍ଜୀ। 2 ଅକ୍ଟୋବର 1972 ମସିହାରେ ଅଭିନେତ୍ରୀ ରଚନା ବାନାର୍ଜୀ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 53 ବର୍ଷ ବୟସ ହୋଇଛି। ପଥର ଖସୁଛି ବଡ଼ ଦେଉଳୁ ଥିଲା ରଚନା ବାନାର୍ଜୀଙ୍କ ପ୍ରଥମ ଓଡ଼ିଆ ସିନେମା। ଅଭିନେତ୍ରୀ ଜ୍ୟୋତି ମିଶ୍ର। 30 ଜୁଲାଇ 1966 ମସିହାରେ ଓଡ଼ିଶାର ରାଉରକେଲାଠାରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର। ବର୍ତ୍ତମାନ ତାଙ୍କୁ 59 ବର୍ଷ ବୟସ ହୋଇଛି। ଅଭିନେତ୍ରୀ ଉଷସୀ ମିଶ୍ର। 6 ଅଗଷ୍ଟ 1980 ମସିହାରେ ଅଭିନେତ୍ରୀ ଉଷସୀ ମିଶ୍ର ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 45 ବର୍ଷ ବୟସ ହୋଇଛି। ତେବେ ବର୍ତ୍ତମାନ କୌଣସି ବି ଓଡ଼ିଆ ସିନେମାରେ ଉଷସୀ ମିଶ୍ର ଅଭିନୟ କରୁନାହାନ୍ତି। ଅଭିନେତ୍ରୀ ମହେଶ୍ୱୀତା ରାୟ। 2 ଜୁଲାଇ 1962 ମସିହାରେ ଅଭିନେତ୍ରୀ ମହେଶ୍ୱୀତା ରାୟ ଜନ୍ମଗ୍ରହଣ କରିଥିବା ବେଳେ ବର୍ତ୍ତମାନ ତାଙ୍କୁ 63 ବର୍ଷ ବୟସ ହୋଇଛି। ଆଗରୁ ଅନେକ ସାରା ସିନେମାରେ ଅଭିନେତ୍ରୀ ଭାବେ ଅଭିନୟ କରିଥିବା ମହେଶ୍ୱୀତା ରାୟ ବର୍ତ୍ତମାନ ବହୁତ କମ୍ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଅଭିନେତ୍ରୀ ଅନୁ ଚୌଧୁରୀ। 30 ଅଗଷ୍ଟ 1978 ମସିହାରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ। ବର୍ତ୍ତମାନ ତାଙ୍କୁ 47 ବର୍ଷ ବୟସ ହୋଇଛି। 2006 ମସିହାରେ ରିଲିଜ୍ ହୋଇଥିବା ଶାଶୁଘର ଚାଲିଯିବି ଏବଂ 2007 ମସିହାରେ ରିଲିଜ୍ ହୋଇଥିବା ଲାଲ ଟୁକୁଟୁକୁ ସାଧବ ବୋହୂରେ ଅନୁ ଚୌଧୁରୀଙ୍କ ଅଭିନୟକୁ ଲୋକମାନେ ଆଜି ବି ମନେ ରଖିଛନ୍ତି। ଅଭିନେତ୍ରୀ ନମ୍ରତା ଥାପ୍ପା। 9 ଅଗଷ୍ଟ 1986 ମସିହାରେ ଅଭିନେତ୍ରୀ ନମ୍ରତା ଥାପ୍ପା ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 39 ବର୍ଷ ବୟସ ହୋଇଛି। 2004 ମସିହାରେ ରିଲିଜ୍ ହୋଇଥିବା ସୁପରହିଟ୍ ଓଡ଼ିଆ ସିନେମା ଆଇ ଲଭ୍ ୟୁ ଥିଲା ନମ୍ରତା ଥାପ୍ପାଙ୍କ ପ୍ରଥମ ଓଡ଼ିଆ ସିନେମା। ଆଇ ଲଭ୍ ୟୁ ସିନେମା ବେଳେ ନମ୍ରତା ଥାପ୍ପାଙ୍କୁ ମାତ୍ର 18 ବର୍ଷ ବୟସ ହୋଇଥିଲା। ସେହି ସିନେମାରେ ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ଅଭିନୟ କରିଥିଲେ। ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ମଧ୍ୟ ଏହା ପ୍ରଥମ ଓଡ଼ିଆ ସିନେମା ଥିଲା। ଅଭିନେତ୍ରୀ ମେଘା ଘୋଷ। 11 ଜୁଲାଇ 1987 ମସିହାରେ ଅଭିନେତ୍ରୀ ମେଘା ଘୋଷ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 38 ବର୍ଷ ବୟସ ହୋଇଛି। 2009 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା love.com ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ଅଭିନୟ କରିଥିଲେ। ଅଭିନେତ୍ରୀ ରିୟା ଦେ। 12 ଅକ୍ଟୋବର 1991 ମସିହାରେ ଓଡ଼ିଶାର ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ରିୟା ଦେ। ବର୍ତ୍ତମାନ ତାଙ୍କୁ 34 ବର୍ଷ ବୟସ ହୋଇଛି। 2010 ମସିହାରେ ରିଲିଜ୍ ହୋଇଥିବା ପ୍ରେମ ଅଢ଼େଇ ଅକ୍ଷର ଥିଲା ରିୟା ଦେଙ୍କ ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ବାବୁସାନ ମହାନ୍ତିଙ୍କ ସହିତ ଅଭିନୟ କରିଥିଲେ। ଅଭିନେତ୍ରୀ ଶୀତଲ ପାତ୍ର। 13 ଅକ୍ଟୋବର 1998 ମସିହାରେ ଅଭିନେତ୍ରୀ ଶୀତଲ ପାତ୍ର ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 27 ବର୍ଷ ବୟସ ହୋଇଛି। ଯିଏ ଯାହା କହୁ ମୋର ଢ ଥିଲା ଶୀତଲ ପାତ୍ରଙ୍କ ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ବାବୁସାନ ମହାନ୍ତିଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ପେଶାରେ ଶୀତଲ ପାତ୍ର ଜଣେ ଡକ୍ଟର ମଧ୍ୟ। ଅଭିନେତ୍ରୀ
ପ୍ରିୟା ଚୌଧୁରୀ 25 ନଭେମ୍ବର 1989 ମସିହାରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 36 ବର୍ଷ ବୟସ ହୋଇଛି। 2009 ମସିହାରେ ରିଲିଜ୍ ହୋଇଥିବା ଡ୍ରିମ୍ ଗାର୍ଲ ହେଉଛି ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ପ୍ରଥମ ଓଡ଼ିଆ ସିନେମା। ସେ ଏହି ସିନେମାରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ଚଳିତ ବର୍ଷ ଦଶହରାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ଚାରିଧାମରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀଙ୍କୁ। 10 ଜାନୁଆରୀ 1995 ମସିହାରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ। ବର୍ତ୍ତମାନ ତାଙ୍କୁ 30 ବର୍ଷ ବୟସ ହୋଇଛି। ତେବେ ପେଶାରେ ଅନୁରାଧା ପାଣିଗ୍ରାହୀ ଜଣେ ଡକ୍ଟର ମଧ୍ୟ। ତେବେ ଆଗକୁ ଅନୁରାଧା ପାଣିଗ୍ରାହୀଙ୍କ ଅନେକ ଓଡ଼ିଆ ସିନେମା ଆସିବାକୁ ଯାଉଛି। ଅଭିନେତ୍ରୀ ଏଲିନା ସାମନ୍ତରାୟ 23 ଜୁଲାଇ 1996 ମସିହାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 29 ବର୍ଷ ବୟସ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଡ଼ିଆ ସିନେମା ଇସ୍କ ତୁ ହି ତୁ ଥିଲା ଏଲିନା ସାମନ୍ତରାୟଙ୍କ ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ଅରିନ୍ଦମ ରାୟଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ 2024 ମସିହାରେ ଏଲିନା ସାମନ୍ତରାୟ ବିବାହ କରିଛନ୍ତି ଏବଂ ବିବାହ ପରେ ତାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା ଚଳିତ ବର୍ଷ ଦଶହରାରେ ରିଲିଜ୍ ହୋଇଥିବା ସିନେମା ଚ୍ୟାଲେଞ୍ଜ। ସେହି ସିନେମାରେ ଅର୍ଦ୍ଧେନ୍ଦୁଙ୍କ ସହିତ ଅଭିନୟ କରିଥିଲେ। ଅଭିନେତ୍ରୀ ସନ୍ମୀରା ନାଗେଶ 16 ଜାନୁଆରୀ 2002 ମସିହାରେ ଅଭିନେତ୍ରୀ ସନ୍ମୀରା ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର 23 ବର୍ଷ ବୟସ ହୋଇଛି। 2017 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ସପନର ପଥେ ପଥେ ହେଉଛି ଅଭିନେତ୍ରୀ ଭାବେ ସନ୍ମୀରା ନାଗେଶଙ୍କ ପ୍ରଥମ ଓଡ଼ିଆ ସିନେମା। କିନ୍ତୁ ଏହା ପୂର୍ବରୁ ସେ ଅନେକ ସିନେମାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେବେ ଦୁଃଖର କଥା ସନ୍ମୀରାଙ୍କୁ ଏବେ ମାତ୍ର 23 ବର୍ଷ ହୋଇଥିଲେ ମଧ୍ୟ ସେ ଏବେ କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରୁନାହାନ୍ତି। ଅଭିନେତ୍ରୀ ତମନ୍ନା ବ୍ୟାସ 14 ନଭେମ୍ବର 1996 ମସିହାରେ ଅଭିନେତ୍ରୀ ତମନ୍ନା ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 28 ବର୍ଷ ବୟସ ହୋଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ 7 ଅଗଷ୍ଟ 1984 ମସିହାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 41 ବର୍ଷ ବୟସ ହୋଇଛି। 2003 ମସିହାରେ ରିଲିଜ୍ ହୋଇଥିବା ଏ ଯୁଗର କୃଷ୍ଣ ସୁଦାମା ଥିଲା ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ଓଡ଼ିଆ ସିନେମା। ଅଭିନେତ୍ରୀ ଅର୍ଚ୍ଚିତା ସାହୁ 29 ଜୁନ 1990 ମସିହାରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ 35 ବର୍ଷ ବୟସ ହୋଇଛି। 2005 ମସିହାରେ ରିଲିଜ୍ ହୋଇଥିବା ଓ ମାଇ ଲଭ୍ ଥିଲା ଅର୍ଚ୍ଚିତା ସାହୁଙ୍କ ପ୍ରଥମ ଓଡ଼ିଆ ସିନେମା। ସେ ଏହି ସିନେମାରେ ରାଜଦୀପଙ୍କ ସହିତ ଅଭିନୟ କରିଥିଲେ। ତେବେ 2021 ମସିହାରେ ଅର୍ଚ୍ଚିତା ସାହୁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଛନ୍ତି। ବିବାହ ବେଳକୁ ଅର୍ଚ୍ଚିତା ସାହୁଙ୍କୁ 31 ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀ ଶିବାନୀ ସଙ୍ଗୀତା 12 ଜୁଲାଇ 2000 ମସିହାରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ଶିବାନୀ ସଙ୍ଗୀତା। ବର୍ତ୍ତମାନ ତାଙ୍କୁ 25 ବର୍ଷ ବୟସ ହୋଇଛି। 2016 ମସିହାରେ ରିଲିଜ୍ ହୋଇଥିବା ଶ୍ରେଷ୍ଠ ଶ୍ରୀଦେବୀ ଥିଲା ଶିବାନୀ ସଙ୍ଗୀତାଙ୍କ ପ୍ରଥମ ଓଡ଼ିଆ ସିନେମା। ସେ ଏହି ସିନେମାରେ ବାବୁସାନ ମହାନ୍ତିଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ଅଭିନେତ୍ରୀ ଭୂମିକା ଦାସ 22 ଜାନୁଆରୀ 2003 ମସିହାରେ ଅଭିନେତ୍ରୀ ଭୂମିକା ଦାସ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର 22 ବର୍ଷ ବୟସ ହୋଇଛି। ତୁ ମୋ ଲଭ୍ ଷ୍ଟୋରି ଥିଲା ଭୂମିକା ଦାସଙ୍କ ଅଭିନେତ୍ରୀ ଭାବେ ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ସ୍ୱରାଜ ବାରିକଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ପେଶାରେ ଭୂମିକା ଦାସ ଜଣେ ଡକ୍ଟର ମଧ୍ୟ। ତେବେ ଓଡ଼ିଆ ଅଭିନେତ୍ରୀମାନଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ଆପଣଙ୍କର ପସନ୍ଦ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।